ସାଙ୍ଗମାନେ ଆଜି ମୌସୁନ୍ଦର ଅଧିକାରରେ ଦେଖନ୍ତୁ ନତାଶା ଆଉ ମୁକ୍ତି ଡ୍ୟାନ୍ସ କମ୍ପିଟିସନ୍ କରୁଥାନ୍ତି। ଆଉ ସେଠିକୁ ଆଦି ଆସେ ଆଉ ଦେଖେ ତ ସମସ୍ତେ ମୁକ୍ତି ଆଉ ନତାଶା କହି ତାଳି ବଜାଉଥାନ୍ତି। ଆଦି ଦେଖେ ତ ନତାଶା ଆଉ ମୁକ୍ତି ଡ୍ୟାନ୍ସ କରୁଥାନ୍ତି। ମୁକ୍ତି ପାଦରୁ ଘୁଙ୍ଗୁର ସବୁ ଖୋଲିଯାଏ ଆଉ ଘୁଙ୍ଗୁର ଉପରେ ମୁକ୍ତି ନାଚୁଥାଏ। ନତାଶା ଆଉ ଡ୍ୟାନ୍ସ ନ କରିପାରି ତଳେ ପଡ଼ିଯାଏ। ଅନୁଷ୍କା ଆସି ନତାଶାକୁ ଉଠାଏ। ରିଧି କୁହେ, ଓ ଗଡ୍, ମୁକ୍ତିର ପାଦରୁ ତ ବ୍ଲଡ୍ ବାହାରୁଛି। ନତାଶା କୁହେ, ଏ ଝିଅ କୋଉ ଧାତୁରେ ଗଢ଼ା ହେଇଛି କେଜାଣି, ଏତେ କିଛି ହେଲା ପରେ ବି ତା ଡ୍ୟାନ୍ସ ବନ୍ଦ ହଉନି। ଅନୁଷ୍କା କୁହେ, ମ୍ୟାମ୍, ମତେ ଲାଗୁଛି ନା ଇଏ ଆପଣଙ୍କ ଠାରୁ ବହୁତ ବଡ଼ ଷ୍ଟ୍ରଙ୍ଗ ଡ୍ୟାନ୍ସର। ଆଦି ଦେଖା ତ ମୁକ୍ତି ପାଦରୁ ବ୍ଲଡ୍ ବାହାରୁଥାଏ ଆଉ ମୁକ୍ତି ଡ୍ୟାନ୍ସ କରି କରି ପଡ଼ିଯାଉଥିବା ବେଳେ ଆଦି ଆସି ମୁକ୍ତିକୁ ଧରିନିଏ ଆଉ ତାପରେ ମୁକ୍ତି ଆଦିକୁ ଚାହେଁ। ଅନୁଷ୍କା କୁହେ, ମ୍ୟାମ୍, ଇଏ ଖାଲି କମ୍ପିଟିସନ୍ ଜିତିନି, ମତେ ଲାଗୁଛି ଏ ଏଡ଼ିଙ୍କ ମନ ବି ଜିତି ଯାଇଛି। ଏସବୁ କଥା ଶୁଣି ନତାଶା ବହୁତ ଜୋରସେ ରାଗିଯାଏ। ରିଧି ମୁକ୍ତି କମ୍ପିଟିସନ୍ ଜିତିବାର ଖୁସିରେ କୁହେ, ଓ ମୁକ୍ତି କମ୍ପିଟିସନ୍ ଜିତିଗଲା କହି ନାଚେ ଆଉ ଏସବୁ ଆଦି ଦେଖେ। ଆଦି ମୁକ୍ତିକୁ କୁହେ, ଏସବୁ କ'ଣ ଥିଲା? କିଏ ନିଜକୁ କଷ୍ଟ ଦେଇକି ଏମିତି କମ୍ପିଟିସନ୍ କରେ? ମୁକ୍ତି କୁହେ, ଏ କଷ୍ଟ ଭିତରେ ମୁଁ ମୋ ନିଜକୁ ଖୋଜି ପାଇଛି ସାର୍, ଆଉ ଏସବୁରେ ମୋ ମନକୁ ବହୁତ ହାଲୁକା ମଧ୍ୟ ଲାଗୁଛି। ନତାଶା କୁହେ, ଆଚ୍ଛା, ଆଦିକୁ ଫସେଇବି? ତମେ ବହୁତ ଭଲ ନାଟକ କରିପାର ମୁକ୍ତି, ଆଉ ସେଇଟା ଏବେ ଜଣାପଡ଼ିଗଲା। ପ୍ରଥମେ ଭୋଲି ଭାଲି ହେଇକି କମ୍ପିଟିସନ୍ କଲ ମୋ ସହିତ, ଆଉ ତାପରେ ଏଡ଼ିଙ୍କୁ ହେଲ୍ପ ନେବାକୁ ଚେଷ୍ଟା କରୁଛ। ନତାଶା ଆଦି ପାଖରୁ ମୁକ୍ତିକୁ ବାହାର କରିବା ସମୟରେ ଆଦି ନତାଶାକୁ ଠେଲିଦିଏ ଆଉ ଆଦି କୁହେ, ସାଟ୍ ଅପ୍। କ'ଣ ଚାଲିଛି ଏଠି? ହାଁ, କମ୍ପିଟିସନ୍ ଇଏ? ଆଉ କାହାକୁ ପଚାରିକି ମୋତେ ନେଇକି କମ୍ପିଟିସନ୍ କରିପାରିଲ? ନତାଶା କୁହେ, ଏଡି, ଇଏ ତମକୁ ଆଦି କୁହେ, ମୋତେ କ'ଣ ୟୁଜ୍ କରୁଛି, ମୋ ଫାଇଦା ଉଠାଉଛି, ରାଇଟ୍? ତମକୁ କ'ଣ ଲାଗୁଛି ନତାଶା, ଏଠି କ'ଣ ମୋର କୁଲ୍ ଲେଖାଯାଇଛି? ମୁଁ କ'ଣ ଛୋଟ ପିଲା, ମୋତେ କିଏ ଫସେଇବ ମୁଁ ବୁଝିପାରିବିନି? କ'ଣ ହେଇଛି ତମର ନତାଶା? ନତାଶା କୁହେ, ଓ ଏବେ ତମକୁ ମୁକ୍ତି ପାଇଁ କଷ୍ଟ ହେଉଛି, ତା ପାଦ ପାଇଁ ତମକୁ ବହୁତ ବାଧୁଛି। ଆଦି କୁହେ, ହଁ, ବାଧିଛି, କାହିଁକି ନା ତମ ପରିକା ସହରେ ଶିକ୍ଷିତ ଝିଅମାନଙ୍କ ପାଇଁ ସେ ନିଜକୁ କଷ୍ଟ ଦେଉଛନ୍ତି। ଆଉ କ'ଣ କହୁଥିଲ ତମେ? ଯିଏ କମ୍ପିଟିସନ୍ ଜିତିବ ସେ ମୋ ସାଙ୍ଗରେ ଡିନରରେ ଯିବ, ରାଇଟ୍? ଚାଲ, ସମସ୍ତେ ଜାଣିଗଲ ତ ମୁକ୍ତି ମୋ ସାଙ୍ଗରେ ଡିନରରେ ଯିବେ। ତାପରେ ଆଦି ମୁକ୍ତିକୁ ଉଠେଇକି ସେଠୁ ଚାଲିଯାଏ। ସାଙ୍ଗମାନେ, ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକି ନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।